ଛାଡ଼ିବେ ରାଶିଦ୍ ଖାନ୍। ଭାରତ ବିପକ୍ଷ ଟେଷ୍ଟରୁ ଓହରିଲେ ରାଶିଦ୍ ଖାନ୍। জি হ্যাঁ দর্শক বন্ধু, দিল্লি ক্যাপিটাল বিপক্ষ গুজরাট টাইটান্স ରୋମାଞ୍ଚକ ବିଜୟ ପ୍ରମୁଖ ଭୂମିକା ତୁଲାଇଥିବା ଆଫଗାନିସ୍ତାନର ସଫଳତମ ସ୍ପିନର ତାରକା ରାଶିଦ୍ ଖାନ୍ ଖୁବ୍ ଶୀଘ୍ର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବେ। ପିଠିରେ ଅସ୍ତ୍ରୋପଚାର ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ମଧ୍ୟ ରାଶିଦ୍ ଚଣ୍ଡିଗଡ଼ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ପ୍ରତିପକ୍ଷ ଟେଷ୍ଟ ମ୍ୟାଚ୍ରୁ ଓହରି ଯାଇଛନ୍ତି। ଏହି ମ୍ୟାଚ୍ ଆସନ୍ତା ଜୁନ୍ ମାସରେ ଖେଳାଯିବାର ଅଛି। ବୁଧବାର ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ପରେ ରଶିଦ୍ କହିଥିଲେ, ମୁଁ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଖେଳିବାର ସମ୍ଭାବନାର ପ୍ରାୟତଃ ନାହିଁ। ଡାକ୍ତର ମୋତେ ଏହି ବିପକ୍ଷରେ ପରାମର୍ଶ ଦେଇଛନ୍ତି। ସେମାନଙ୍କ 12 ସତ୍ତ୍ୱେ ମୁଁ ଜିମ୍ବାୱେ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲି। ଏକାକୀ 67 ଓଭର ବୋଲିଂ କରିଥିଲି, ଯାହା ପାଗଳାମୀ ଠାରୁ କିଛି କମ୍ ନୁହେଁ। ଏବେ କିନ୍ତୁ ଆଉ ଲାଲ ବଲ୍ ଖେଳିବା ମୋ ପାଇଁ ପକ୍ଷରେ ସମ୍ଭବ ହେବନି। ମୁଁ ଯଦି ଏହା କରେ ସବୁଦିନ ପାଇଁ